ଆଜି ମୁଁ ଉଠି ଯାଇଛି ମର୍ଣ୍ଣିଂ 5ଟାରେ। ମୋତେ ରାତିରେ ବିଲକୁଲ ବି ଭଲସେ ନିଦ ହେଲାନି। ଏଇ ଦିଟା ଛୁଆ ଶୋଇଥିବା ଭିତରେ ଫଟାଫଟ ମୁଁ ମୋ ନିଜ କାମ ସାରିଦିଏ। ଫର୍ଷ୍ଟ ମୁଁ ମୋ ହେୟାରରେ ରୋଲର ଲଗେଇଦେଲି। ଆଜି ଗୋଟେ ବହୁତ ସୁନ୍ଦର ରିସର୍ଟ ଯିବାର ଅଛି, ତ ସେଠି ମୁଁ ବହୁତ ସାରା ଫଟୋଜ ଭିଡ଼ିଓଜ ନେବି। ତ ତା ପୂର୍ବରୁ ମୁଁ ନିଜ ହେୟାର ଷ୍ଟାଇଲ କରିଦେଉଛି, କାହିଁକିନା ସେଠି ହେୟାର ଷ୍ଟାଇଲ ବି ତ ସୁନ୍ଦର ହେବା ଦରକାର। ହୋଟେଲରେ ଆମକୁ ଡେଣ୍ଟାଲ କିଟ୍ ମିଳିଥିଲା। ଆଜି ମୁଁ ସେଟାକୁ ଟ୍ରାଏ କରିବି, କାହିଁକିନା ମୁଁ ବ୍ରସ୍ ନେଇକି ଆସିନି। ବ୍ରସ୍‌ଟା ଟିକେ ହାର୍ଡ଼ ଥିଲା, ଠିକ୍ ଅଛି ଚଳିବ। ଏଇ ଦିଟା ଏବେ ବି ଶୋଇଛନ୍ତି। ଫଟାଫଟ ମୁଁ ଯାଇକି ଗାଧେଇକି ପଳେଇ ଆସେ। ମୁଁ ମେକଅପ୍ ଷ୍ଟାର୍ଟ କରୁ କରୁ ଏଇ ଦିଟା ଉଠି ପଡ଼ିଲେ। ଆଜି ଏତେ କଲ୍ ଆସୁଥାଏ ନା, କାହିଁକିନା ଆଜି ଆଦିର ବର୍ଥଡେ ଅଛି। ସମସ୍ତେ ଭିଡ଼ିଓ କଲ୍ କରିକି ଆଦି ସହିତ କଥା ହେଲେ। ସକଲେଶପୁରା କହିକି ଗୋଟେ ଜାଗା ଅଛି କର୍ଣ୍ଣାଟକରେ। 2 ବର୍ଷ ପୂର୍ବରୁ ଅଭିରାମ ମୋତେ ସେଇ ରିସର୍ଟଟା ଦେଖେଇଥିଲେ କି ଏଠି ତ ଆମେ କେବେ ନା କେବେ ଯିବା। ଆଉ ଆଜି ଆଦିର ବର୍ଥଡେ, ୟାଠୁ ଆଉ ଭଲ ଦିନ ଆଉ କେବେ ହେଇପାରିବ। ଆଗକୁ ମୁଁ ଆହୁରି ବହୁତ ସାରା ଭିଡ଼ିଓ ଅପଲୋଡ଼ କରିବି। ଗୋଟେ ଭିଡ଼ିଓରେ ସବୁ କିଛି ଦେବା ପସିବଲ୍ ନାହିଁ। ମୁଁ ରେଡ଼ି ହଉ ହଉ ଏଇ ଛୁଆ ଦିଟା ବି ରେଡ଼ି ହେଇଗଲେ। ଆଜି ହେୟାର ଷ୍ଟାଇଲଟା ମୋର ବହୁତ ସୁନ୍ଦର ହେଇଛି। ଖାଲି ଏତିକି ଡର ଯେ ଯଦି ବର୍ଷା ହେଇଗଲା ତ ପୁରା ହେୟାର ଷ୍ଟାଇଲ ହିଁ ଖରାପ ହେଇଯିବ। ଆଜି ମୁଁ ଏଇ ଡ୍ରେସ୍ ପିନ୍ଧିଛି ତ ମୋତେ ଲାଗିଲା ଟିକେ ବିନ୍ଦି ଲଗେଇଲେ ମୁଁ ସୁନ୍ଦର ଦେଖାଯିବି। ବିନ୍ଦି ଲଗେଇଲା ପରେ ମୋତେ ତ ଏମିତି ଲାଗିଲା କି ମୋ ପୁରା ଲୁକ୍ ହିଁ କମ୍ପ୍ଲିଟ୍ ହେଇଯାଇଛି, ଆଉ କିଛି ବି ଦରକାର ନାହିଁ। ତାପରେ ଫଟାଫଟ ହୋଟେଲରୁ ବାହାରି ପଡ଼ିଲୁ। ଏଇ ବର୍ଥଡେ ବୟ ଆଗରେ ଚାଲିଛି ଟୁକ୍ 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 କରି। ତାପରେ ମୋତେ ମନେ ପଡ଼ିଲା କି ଆରେ ମୁଁ ତ ନେଲ୍ ପଲିସ୍ ହିଁ ଲଗେଇବା ଭୁଲି ଯାଇଛି। ମୋତେ ମୋ ଫେଭରେଟ୍ ହେଉଛି ଜୁଡ଼ିଓର ଏଇ ନେଲ୍ ପଲିସ୍‌ଟା। ମୋତେ ଏତେ ପସନ୍ଦ ନା। ଆଦି ମୋତେ ଦେଖିକି ତାର ଫିଙ୍ଗର ବି ବଢ଼େଇ ଦେଉଥାଏ କି ଲଗେଇଦେବା ପାଇଁ। ମୁଁ ତାକୁ ମିଛି ମିଛିକା ଲଗେଇଦେଲି, ଆଉ ସିଏ ବହୁତ ଖୁସି ହେଇଗଲା। ରାସ୍ତାରେ ଆମକୁ ବହୁତ ସୁନ୍ଦର ସୁନ୍ଦର ଜାଗା ମିଳିଲା, ତ ଆମେ ଭାବିଲୁ କି ଏଇଠି ଟିକେ ଆମେ ଛିଡ଼ା ହେବା। ଏଇଠି ଆମେ ଆଦିକୁ ନୂଆ ଡ୍ରେସ୍ ପିନ୍ଧିଦେଲୁ। ଲଞ୍ଚ ଟାଇମ୍ ପାରି ଯାଇଥାଏ, ଆଉ ଭୋକ ପ୍ରବଳ ଲାଗିଥାଏ। ଗୋଟେ ଛୋଟ ରେଷ୍ଟୁରାଣ୍ଟ ପାଇଗଲୁ। ସେଇ ଟାଇମ୍‌ରେ ଆଦି ଶୋଇପଡ଼ିଲା। ଫଟାଫଟ ଆମେ ଦି ଜଣ ଲଞ୍ଚ ଫିନିଶ୍ କରିକି ପୁଣି ଥରେ ଗାଡ଼ିରେ ବସିକି ବାହାରି ପଡ଼ିଲୁ। କିଛି ଟାଇମ୍ ପରେ ଆମେ ପହଞ୍ଚିଗଲୁ। ମୁଁ ବାର ବାର କହୁଛି କି ବହୁତ ସୁନ୍ଦର ଜାଗା, ବହୁତ ସୁନ୍ଦର ଜାଗା। ଏଇଟା ତ କିଛି ବି ନୁହଁ। ଆଗକୁ ମୁଁ ଭଲ ଭଲ ଭିଡ଼ିଓ ପୋଷ୍ଟ କରିବି। ଆଜି ପାଇଁ ଏତିକି, ବା